ହ୍ୟାଲୋ ସାଙ୍ଗମାନେ କେମିତି ଅଛନ୍ତି ଆପଣ ମାନେ ଆଶା କରୁଥିବେ ଭଲରେ ଥିବେ। ଆଗକୁ ସରସ୍ୱତୀ ପୂଜା ଆସୁଥିବାରୁ ଆମେ କଳାପଥର ଚାଲିଗଲୁ ଡ୍ରେସ୍ କିଣିବାକୁ। ଆପଣମାନେ ଯଦି ଡ୍ରେସ୍ କିଣିଥିବେ ତାହେଲେ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ। ଆମ ଗାଁରୁ କଳାପଥର ଯିବା ରାସ୍ତାରେ ବାଟରେ ତିଆରି ହେଉଥିବା ବ୍ରିଜଟି ଦୀର୍ଘ 6 ବର୍ଷ ହେଲା ତିଆରି ହେଇପାରୁନି। ଆଉ କିଛି ଦିନ ଲାଗିବ ବ୍ରିଜଟି କମ୍ପ୍ଲିଟ୍ ହେବାକୁ। ଆମେ ଦି ଜଣ କଥା ହୋଇ ଆସିକି କଳାପଥରରେ ପହଞ୍ଚିଗଲୁ। ଆପଣମାନେ ଯଦି ଏମିତିକା ମିନି ବ୍ଲଗ ଦେଖିବାକୁ ଚାହାନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ। ଏବେ ଆସିକି ଆମେ ପହଞ୍ଚିଗଲୁ କଳାପଥର ମେଡିକାଲ ପାଖରେ ଥିବା ବିୟୁଟି ଫେସରରେ। ଭିତରକୁ ଆସିଲା ପରେ ସରସ୍ୱତୀ ପୂଜା ଉପଲକ୍ଷେ ବାବାରେ କେତେ ଗହଳି ଭାଇଙ୍କ ଦୋକାନରେ ପୁଅ ଏବଂ ଝିଅ ପିଲାମାନଙ୍କ ପାଇଁ ବଢିଆ ବଢିଆ କଲେକ୍ସନ ଥିଲା। ଆମେ ଆମ ମନ ପସନ୍ଦର ଡ୍ରେସ୍ କିଣି ଆମେ ଏବେ ଚାଲି ଯାଇଥିଲୁ ଆମ ଘରକୁ। ଯିବା ରାସ୍ତାରେ ବାଟରେ ଦେଖିବାକୁ ମିଳିଲା ବୁନ୍ଦେଇ ଏବଂ ଜିଲାପି ବିକା ହଉଥିଲା। ଭାଇଙ୍କୁ ଟିକେ କହିଲୁ ଭାଇ ଆମ ପାଇଁ ଜିଲାପି ଟିକେ ପ୍ୟାକିଂ କରିଦିଅ। ଭାଇ ଆମ ପାଇଁ ଜିଲାପି ପ୍ୟାକିଂ କରିଦେଲା ପରେ ଆମେ ଏବେ ଘରକୁ ଆସିଥିଲୁ ହେରି। ଆମ କାମ ଦାମ ସାରିକି ଆମେ ଏବେ ଆସିଲୁ ହେରି। ରହୁଛି ଜୟ ଜଗନ୍ନାଥ ଜୟ ଶ୍ରୀରାମ।